ଅଫିସର କ୍ୱାର୍ଟରରେ ତିଆରି ହେଇଛି ବୋଲି ତ ମୁଁ ପହିଲା ଜନସାଧାରଣ ଶୁଣିଲି, ବର୍ତ୍ତମାନ ଆପଣଙ୍କ ମୁହଁରୁ ଶୁଣୁଛି। ମୋର ହିସାବରେ ଆମର ବିଗତ ଦିନରେ ବେଲପାହାଡ଼ର ବ୍ୟୁଟିଫିକେସନ୍ ପାଇଁ ଆମେ କାଉନସିଲରେ ବ୍ୟୁଟିଫିକେସନ୍ କରାଯାଉ ବୋଲି ବେଲପାହାଡ଼ରେ ପାସ୍ ହେଇଥିଲା। ସେହି ହିସାବରେ 3ଟା ଆମର ଫାଉଣ୍ଟେନ୍ କରାଯାଉ ବୋଲି ନିଷ୍ପତ୍ତି ଟେଣ୍ଡର କମିଟି ନେଇଥିଲୁ, ଟେଣ୍ଡର ମଧ୍ୟ ହେଇଥିଲା। ତ ବର୍ତ୍ତମାନ 2ଟା କାମ ଚାଲିଛି, କିନ୍ତୁ ଆଉ ଗୋଟେ କୁଆଡ଼େ ଗଲା ମୁଁ ଖୋଜୁ ଖୋଜୁ ଦେଖିଲା ବେଳକୁ ଯାହା ଜନସାଧାରଣ ମୁହଁରୁ ଶୁଣିବା ବେଳେ ଅଫିସର କ୍ୱାର୍ଟର ଅଲରେଡ଼ି ସେ ଫାଉଣ୍ଟେନ୍ କମ୍ପ୍ଲିଟ୍ ହେଇଯାଇଥିଲା ଏବଂ କାର୍ଯ୍ୟକାରୀ ମଧ୍ୟ ହେଇଥିଲା। ଗଲାବେଳକୁ ଅଫିସର କ'ଣ ତାର ପ୍ରକ୍ରିୟା ଶେଷ କରିଛନ୍ତି କି ମୁଁ ସେ ବିଷୟରେ ମୋର ଜଣା ନାହିଁ। ଆପଣମାନେ ଟିକେ ଇନକ୍ୱାରି କରନ୍ତୁ ସେ ଜିନିଷର ଏବଂ ତାହା ତଦନ୍ତ କରାଯାଉ କି ଆକ୍ଚୁଆଲି ବିନା କାଉନସିଲ୍ ପାସ୍ରେ, ବିନା କାଉନସିଲ୍ ରିଜଲ୍ୟୁସନ୍ରେ ଅଫିସର କ୍ୱାର୍ଟରରେ, ସରକାରୀ କ୍ୱାର୍ଟରରେ କିଏ ଏ ଜିନିଷ କରାଇଲା ଏବଂ କାହିଁକି କରାଗଲା, ତାର ପଇସା କିଏ ଦେବ ଏବଂ କାହିଁକି କରାଗଲା, ତାର ତଦନ୍ତ ଜାରି ହେବ।